ସହିତ ଯୋଉ ଘଟଣାଟି ଘଟିଲା ଆପଣଙ୍କ ଭାଇଙ୍କ ସହିତ ସାନ କଣ ଭାଇ ଭାଇ କୋଉ ଜାଗାରେ ହେଇଥିଲା ଆପଣଙ୍କ? ଏଇଟା ହୁରାସାହି ଯୋଉ ଆମର ଦେବୀ ମନ୍ଦିର ଯୋଉ ଦୁର୍ଗା ମନ୍ଦିର ଅଛନ୍ତି ଆଜ୍ଞା। ତା ଜଷ୍ଟ 500 ମିଟର ଆଗକୁ। କେମିତି କଣ ଥିଲା ଘଟଣାଟି ଥିଲା ଆପଣଙ୍କ ଭାଇ କେତେବେଳେ ସେ ଦୋକାନ? ସାନ ଭାଇ ଏକା ଏକା ସେ 7ଟାରେ ଦୋକାନ ବନ୍ଦ କରିକି ଆଜ୍ଞା। ସାଢେ 7ଟା 7ଟା 15 20 ଭିତରେ ହବ ସେ ଜାଗାଟା। ଆଜ୍ଞା। ଏ ଜାଗା ଉପରେ ସେଠୁ ସେ ଗାଡି ନେଇକି ଯାଉଥିଲା 2 ଜଣ ଫାଷ୍ଟ କେମିତି କଣ ଗାଡି ଚଲଉଛ ହେଡଲାଇଟ ଭଲ ଲୋକ ଭଳିଆ ଆଗେ କହିଲେ ଆଜ୍ଞା। ହେଡଲାଇଟ ମାରିକି ଦଉଛ ଚଲଉଛ ରଖ ଗାଡି। ଭାଇ ମୁଁ ତ ଟିପର ଦେଇ ଚଲଉଛି ତମେ ଗାଡି କଣ କହୁଛ ମତେ ଇଏ କରୁଛ ଆଜ୍ଞା। ଏଠି କହିଲା ଭିତରେ ସାଙ୍ଗେ ସାଙ୍ଗେ ସେ ସେଠୁ ବଡ ଖଣ୍ଡା ଧରିକି ଆଟାକ କଲେ। ଆଜ୍ଞା। ସେଠୁ ଯେତେବେଳେ ଆଟାକ କଲେ କହିଲେ ଭାଇ ମତେ ମାରୁଛ କଣ ପାଇଁ ବାହାର କର ସବୁ ଯାକ ଅସଭ୍ୟ ଭାଷାରେ ସବୁ ସ୍ଲାଙ୍ଗ ଲାଙ୍ଗୁଏଜ ଗାଳି ଗୁଲଜ କରିକି ଆଜ୍ଞା। ତାପରେ ସବୁ ପଛରୁ ସବୁ ପଳେଇ ଆଇଲେ ପଛପଟ ଗାଡି କାଚକୁ ପକେଇଲେ ଏଇ ଆଜ୍ଞା। ସାଇଡ ଡୋରକୁ ପକେଇଲେ ବାହାର 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 ଛୋଟ ପରେ ଛୋଟ ଛୋଟ ପରେ ଛୋଟ ମାରି ଚାଲିଲେ ହାରାହାରି 8 ଜଣ ଖଣ୍ଡ ରହିଲେ ଆଜ୍ଞା। ସମସ୍ତଙ୍କ ହାତରେ। ମୁଁ କହିଲି ଆପଣଙ୍କ ସହିତ ଯେତେବେଳେ ଆପଣଙ୍କ ଭାଇ ପିନ୍ଧିଥିବା ଯୋଉ ସୁନା ଚେନ୍ ଲୁଟି ନେଲେ ଆଜ୍ଞା ତାପରେ ହାତରୁ ମୁଦିଟା ଲୁଟି ନେଲେ ଗାଡିରେ ଥିବା ଯୋଉ ଅଳଙ୍କାର ତାକୁ ଲୁଟି ନେଲେ କ୍ୟାସ୍ ହଁ କେତେ ନେଇଛନ୍ତି? ନାଇଁ କ୍ୟାସ ନାହିଁ କି ଅଳଙ୍କାର ନାହିଁ କିନ୍ତୁ ନେଇଗଲେ ନିଜେ ପିନ୍ଧିଥିବା ଆଜ୍ଞା। ଯୋଉ 25 ଗ୍ରାମ ଭଳି ଚେନ୍ ଆଜ୍ଞା। ଆଉ ମୁଦି ଗୋଟେ 11 ଗ୍ରାମ ଭଳି ଆଉ ଗୋଟେ ମୁଦି 6 ଗ୍ରାମ ଭଳି ଆଜ୍ଞା। ଆଉ ମୋର ସବୁ ଦୋକାନର ସବୁ ଚାବିକାଠି ପ୍ଲସ ମୋ ଷ୍ଟ୍ରଙ୍ଗ ରୁମ୍ ଚାବିକାଠି ଲକର ଚାବିକାଠି ଯୋଉଗୁଡା ଆଜ୍ଞା। ତାକୁ ସବୁ ଯାକ ଲୁଟି ନେଇଗଲେ ତାପରେ ଚୋଟ ପରେ ଚୋଟ ମାରି ଚାଲିଲେ ରକ୍ତାକ୍ତ ଅବସ୍ଥାରେ ଆହୁରି ମାରି ସାରିକି ପୁଣି ଗୋଡକୁ ବି ପିଟିଲେ। ଆଜ୍ଞା। ଏଇ ସବୁ ଜିନିଷ କରିଛନ୍ତି ଆଉ। ତାପରେ ଆପଣଙ୍କର ଏଇ ଯୋଉ ଘଟଣା ଘଟିଛି ଆପଣଙ୍କ ସହିତ ସେମିତି କିଛି ବ୍ୟବସାୟିକ ଶତ୍ରୁତା ଥିଲା ନା କଣ କେମିତି ବୋଲି ନାଇଁ ଭାବୁଛନ୍ତି? ସେମିତି ମୁଁ କିଛି ଅନୁଭବ କରିନି ବ୍ୟବସାୟ ଶତ୍ରୁତା ହିସାବରେ। ଆଜି ଯେତେବେଳେ ଆମେ ଯାଇଥିଲୁ ସକାଳୁ ଯାଇଥିଲୁ ଗୋଟେ ଖବର ସଂଗ୍ରହ କରିବା ପାଇଁ ଯାଇଥିଲୁ ସେଠି କିଛି ଲୋକ କହୁଛନ୍ତି ଯେ ଯାହାକୁ ଗତକାଲି ରାତିରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିଛନ୍ତି ତାଙ୍କ ବଡ ଭାଇକି ମଧ୍ୟ କିଛି ଦିନ ପୂର୍ବରୁ ହଁ ଆକ୍ରମଣ ହଁ ହଁ କରିଥିଲେ। ହୁଁ ସେଇ କାଣ୍ଡ କଣ କେମିତି ଥିଲା କେତେ ମସିହାରେ ହୋଇଥିଲା? ସେଟା 2007 ମସିହାରେ ହେଇଥିଲା। ଆଜ୍ଞା। 2009 ଆଜ୍ଞା। 2009 ମସିହାରେ ହେଇଥିଲା ସେଟା। ଆଜ୍ଞା। ଆଉ ସେଇଟା ବି ସେମ ଟାଇପ ର ଥିଲା। ଆଜ୍ଞା। ସେ ବି ସେମିତି ସବୁ ଛିଣ୍ଡି ଛାଣ୍ଡି ସବୁ ନେଇଯାଇଛି। ତାପରେ ଆପଣଙ୍କର କାଲି ଯେତେବେଳେ ଏତେ ବଡ ଇନସିଡେଣ୍ଟ ହେଲା ନେଇକରି ଆପଣ ପୋଲିସରେ ଖବର ଦେଇଥିଲେ? ପୋଲିସରେ ଆଉ ଖବର ଦେଇନି ମୁଁ ତ ପୋଲିସ ବାଲା ତ ଆମ ସାଙ୍ଗେ ସାଙ୍ଗେ ପହଞ୍ଚିକି ଦୋକାନ ପାଖରେ ପୋଲିସ ବାଲା ଜଗି ରହିଛନ୍ତି। ଆଜ୍ଞା। ଆଉ ବର୍ତ୍ତମାନ ଆଇ ସାରେ ବର୍ତ୍ତମାନ ଫୋନ କରିଥିଲେ କହିଲେ ଆପଣ ବ୍ୟସ୍ତ ହବାର ନାହିଁ ଭାଇ ପାଖରେ ସେଠି ସୁସ୍ଥ ରୁହନ୍ତୁ ତାଙ୍କୁ ସୁସ୍ଥ କରାନ୍ତୁ। ଆଜ୍ଞା। ଆଉ ଆମେ ଏପଟରେ ଅଛୁ ଏଫଆଇଆର କରିବେ କିଛି ନାହିଁ ଆପଣ ଆସିକି 3-4 ଦିନ ପରେ ଏଫଆଇଆର କରିପାରିବେ। ଆଜ୍ଞା। ଆପଣ ଆଉ କେହି ନାହାନ୍ତି ନା ଆପଣଙ୍କ ପାଖରେ ତାଙ୍କ ପାଖରେ ରହିବା ଦରକାର। ତେଣୁ ଯେତେବେଳେ ଆପଣଙ୍କର କାଲି ଗୋଟେ ଏତେ ବଡ ଇନସିଡେଣ୍ଟ ହେଲା ପୋଲିସ ତା ତରଫରୁ ଗୋଟେ ଅଭିଯୋଗ ନିଜେ ଗ୍ରହଣ କରିକି ତଦନ୍ତ ଚଲେଇଛି ଏ ନେଇକରି ଆପଣ ଯୋଉ ଉଦାନଗରୀ ପୋଲିସ ଉପରେ କେତେ ଆଜ୍ଞା ଭରସା ରଖିଛନ୍ତି? ମୋ ପାଖ ଉପରେ ତ ଭରସା ନିଶ୍ଚିନ୍ତ ଅଛି। ଆଜ୍ଞା। ଆଉ ନିଶ୍ଚିନ୍ତ କରାଯିବ ବୋଲି ଧରିଲେ ହବ ଯଦି 2-3 ଦିନ ଯୋଗାଯୋଗ କରିବେ ଇଏ କରିବେ ତାପରେ ସେଠୁ ଆଉ କିଛି ଇଏ କରିବେନି। ଆଜ୍ଞା। ସେଇଟା ପାଇଁ ବି କଷ୍ଟ ଅଛି ଆଉ। ଆଜ୍ଞା। ଆଜ୍ଞା। ଚାହୁଁଛୁ କେମିତି କଣ ସେମାନଙ୍କୁ ଯୋଉମାନେ ଦୋଷୀ ଅଛନ୍ତି ତାଙ୍କୁ ଧରାଯାଉ ଆଉ ସେମାନଙ୍କୁ ଦଣ୍ଡ ବି ଦିଆଯାଉ। ନାଇଁ ଆପଣ ଯଦି ବର୍ତ୍ତମାନ ଗୋଟେ ଦେଖାଯାଏ 2009 ମସିହାରେ ଆପଣଙ୍କୁ ଆକ୍ରମଣ ହେଇଥିଲା ବର୍ତ୍ତମାନ 2026 ମସିହାରେ ଆପଣଙ୍କ ଭାଇକୁ ଆକ୍ରମଣ କରାଯାଉଛି ଏ ନେଇକି କୋଉଠି ରହୁଛି କି ଗୋଟେ କିଛି ମାନେ ରୀତିମତ ଷଡଯନ୍ତ୍ର ରହୁଛି କି ଆପଣଙ୍କ ଟାର୍ଗେଟ କରାଯାଉଛି କି କିଛି ମାନେ କାହା ଦ୍ଵାରା? ନାଇଁ ମୁଁ ସେମିତି କିଛି ଫିଲ୍ କରୁନି ମୁଁ ଭାବୁଛି ସେମାନେ ପର୍ଟିକୁଲାର ମାନେ ଚୋର ସେମାନଙ୍କର ଲୁଟ କରିବା ହଉଛି ମୁଖ୍ୟ ଜିନିଷ। ଆଜ୍ଞା। ସେମାନେ ଆଜ୍ଞା। ବାଟରେ ରବରି କରିବା ତାଙ୍କର ହଉଛି ଲୁଟ କରିବା ହଉଛି ତାଙ୍କର ମେନ୍। ନାଇଁ ଯଦି କୋଉଠି ନା କୋଉଠି ଦେଖାଯାଏ ଯଦି 2009ରେ ଆପଣଙ୍କୁ ଆକ୍ରମଣ 2026ରେ ଆପଣଙ୍କୁ ଆକ୍ରମଣ ତା ଉପରେ କିଛି ନା ରହୁଛି ନା ଯଦି ପୁରା ମୁନା ସାମାଜିକ ସ୍ଥିତିକୁ ଦେଖିବା କାରଣ ଗୋଟେ ଦୋକାନର ସେମ ମାଲିକ ଦୁଇ ଭାଇଙ୍କୁ ବଡ ଭାଇକି ସାନ ଭାଇକି ବଡ ଭାଇକୁ ପ୍ରଥମ ଆକ୍ରମଣ 9 ବର୍ଷ 10 ବର୍ଷ ପରେ ସାନ ଭାଇକି ଆକ୍ରମଣ ଏ ନେଇକିରି ଏଗୁଟା କିଛି ରହୁଛି କି ବ୍ୟବସାୟିକ ଶତ୍ରୁତା ରହିଲା ଭଳିଆ ଲାଗୁଛି କି ଆପଣଙ୍କୁ? ଜାଣିପାରୁନି ସାର୍। ଧନ୍ୟବାଦ ଧନ୍ୟବାଦ ଆମର ଯେମିତି କିଛି ବ୍ୟବସାୟ ଭିତରେ ଆମର ସେମିତି ଶତ୍ରୁତା ଆଜ୍ଞା। ନାହିଁ।
ଠିକ ଅଛି ଆଜ୍ଞା ମୁଁ କିନ୍ତୁ ଭାବୁଛି ଏଇ ଯୋଉ ବର୍ତ୍ତମାନ ସବୁ ଡ୍ରଗ୍ସ ପାତି ଯୋଉ ମଦ୍ୟପ ଯୁବକ ମାନେ ଆଜ୍ଞା ସେମାନେ ସବୁ ମିଶିକି ସବୁ ବାହାର ବାହାର ପିଲାଙ୍କୁ ସବୁ ଡକେଇକି ସବୁ ଏ ଜିନିଷ ଆଜ୍ଞା ଧନ୍ୟବାଦ ଧନ୍ୟବାଦ। କରୁଛନ୍ତି।